କାର୍ଯ୍ୟକ୍ରମଟା 3 ଦିନ ଧରି ଚାଲିଛି। ପ୍ରଥମ ଦିନ ଦୀକ୍ଷା ଗ୍ରହଣ ହେଲା, ଦ୍ୱିତୀୟ ଦିନ ଅଧିବାସ କର୍ମ ଆଉ ମାଙ୍କର କଳସ ଯାତ୍ରା ସହିତ ଦେବୀଙ୍କର ଭଙ୍ଗାରୀ ସ୍ନାନରେ ମହାସ୍ନାନ କରାଗଲା। ପୁନଃ ଶାଳା ପ୍ରବେଶ, ଦେବୀଙ୍କର ଶାଳା ପ୍ରବେଶ। ତୃତୀୟ ଦିନରେ ମାଙ୍କର ମୌଦକ ସ୍ଥାପନ ଏବଂ ମହାପ୍ରଭୁ ଦେବୀଙ୍କର ମନ୍ଦିର ଭିତରେ ପ୍ରବେଶ ବା ସୁପ୍ରତିଷ୍ଠା ହେଲା। ଆଜି ତୃତୀୟ ଦିନ ମାଙ୍କର ସ୍ଥାପନ ହେଲା ପରେ ତାଙ୍କର ନେତ୍ର ଉତ୍ସବ ହବ। ପୁନଃ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହବ। ସନ୍ଧ୍ୟା ବେଳେ ଦୀପ ଯଜ୍ଞ ହବ। ଆମର 6/4/2026 ଠାରୁ 8/4/2026 ପର୍ଯ୍ୟନ୍ତ ମା ଶୀତଳେଇଙ୍କ ଗ୍ରାମ ଦେବୀ ଗାଦିମା ଠାକୁରାଣୀଙ୍କ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ନବନିର୍ମାଣ ମନ୍ଦିର ଯୋଉଠି ଚାଲିଛି ସେଇଠି ଆମର ଆନନ୍ଦ ବଜାରର ଆୟୋଜନ ମଧ୍ୟ କରାଯାଇଛି। ସେଥିରେ ବହୁ ଭକ୍ତ ସମାଗମ ହେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ଏବଂ ଭକ୍ତବୃନ୍ଦ ମାନେ ଆସି ଏଠାରେ ରହି ଆନନ୍ଦ ବଜାରରେ ଅନ୍ନପ୍ରସାଦ ସେବନ କରି ମାଆଙ୍କ ଆଶୀର୍ବାଦ ପ୍ରାପ୍ତ କରୁଛନ୍ତି। ଜୟ ମା ଶୀତଳେଇ, ଜୟ ମା ଗାଦିମା। ଶରୀର ଶୁଦ୍ଧି, ଗୋ ପୂଜା ଏବଂ ମା ପ୍ରାୟଶ୍ଚିତ ହୋମ ଯଜ୍ଞ ହୋଇଥିଲା। ଦ୍ୱିତୀୟ ଦିନ ପ୍ରାତଃ 3 ଘଣ୍ଟା ଠାରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା। କଳସ ଯାତ୍ରା ପରେ ଦେବୀଙ୍କ ସ୍ନାନ କାର୍ଯ୍ୟକ୍ରମ ହୋଇଥିଲା। ତାପରେ ଆମର ହୋମ ଯଜ୍ଞ ଷୋଡ଼ଶ ଆଚାର ସବୁ ନିୟମ ନିଷ୍ଠା ଅନୁସାରେ କରାଯାଇଥିଲା ଦ୍ୱିତୀୟ ଦିନ। ତୃତୀୟ ଦିନ ସକାଳ 11:14 ମାଙ୍କର ମନ୍ଦିର ପ୍ରବେଶ କରାଯାଇଥିଲା। ତାପରେ ଆମର ନୀତି ନିୟମ ଅନୁସାରେ ଯାହା କାର୍ଯ୍ୟକ୍ରମ ଅଛି ସେଗୁଡାକ ଗୋଟେ ପରେ ଗୋଟେ ଚାଲୁଅଛି। ବର୍ତ୍ତମାନ ତା ସହିତ ପ୍ରସାଦ ସେବନ ମଧ୍ୟ ଚାଲୁଅଛି ଆମର ମନ୍ଦିର ନିକଟରେ। ଯାହା ମାଙ୍କର ଆଶୀର୍ବାଦ ନେଇ ଯାଉଛି, ଆମେ ମଧ୍ୟ ଆଶୀର୍ବାଦ ଗ୍ରହଣ କଲୁ ମାଙ୍କର। ଧନ୍ୟବାଦ।